ଇରାନ ର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଘୋଷଣା କରିଛନ୍ତି ଯେ ଷ୍ଟ୍ରେଟ୍ ଅଫ୍ ହରମୁଜର ପରିଚାଳନା ଏବେ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିବ ଏବଂ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ସହିତ ଏକ ସପ୍ତାହ ବ୍ୟାପୀ ଅସ୍ଥାୟୀ ଯୁଦ୍ଧବିରତି ଚାଲିଛି। ମୋଜତାବାଙ୍କର ଅନୁଯାୟୀ ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଟ୍ରାନଜିଟ୍ ଫି ବା ଶୁଳ୍କ ଲାଗୁ କରିବାକୁ ଯାଉଛି, ଯାହା ଯୁଦ୍ଧର ପରବର୍ତ୍ତୀ ପୁନଃନିର୍ମାଣ ପାଇଁ ବ୍ୟବହୃତ ହେବ। ସେ ସ୍ପଷ୍ଟ କରିଛନ୍ତି ଯେ ଇରାନ ଯୁଦ୍ଧ ଚାହୁଁନାହିଁ କିନ୍ତୁ ନିଜର ଅଧିକାରରୁ ଓହରିବ ନାହିଁ ଏବଂ ନିଜ ପିତା ଆୟାତୋଲ୍ଲା ଅଲି ଖାମନେଇଙ୍କର ହତ୍ୟାର ପ୍ରତିଶୋଧ ଏବଂ କ୍ଷତିପୂରଣ ଦାବି କରିବ। ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧ ଏବେ ଏକ ନାଜୁକ ମୋଡରେ ରହିଛି। ପାକିସ୍ତାନର ମଧ୍ୟସ୍ଥତାରେ 2 ସପ୍ତାହ ପାଇଁ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରାଯାଇଛି କିନ୍ତୁ ଏହି ଶାନ୍ତି ସମୟ ମଧ୍ୟରେ ଉତ୍ତେଜନା କମି ନାହିଁ। ମୋଜତାବା ଖାମନେଇ, ଯିଏକି ନିଜର ପିତାଙ୍କର ହତ୍ୟା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେ ଷ୍ଟ୍ରେଟ୍ ଅଫ୍ ହରମୁଜକୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ନୂଆ ପର୍ଯ୍ୟାୟର ମୁଖ୍ୟ ବିଷୟ ହେଉଛି ଟୋଲ୍ ବା ଟ୍ରାନଜିଟ୍ ଫି। ରିପୋର୍ଟ ଅନୁଯାୟୀ ଇରାନ ଏହି ମାର୍ଗ ଦେଇ ଯାଉଥିବା ପ୍ରତ୍ୟେକ ଜାହାଜ ପାଇଁ ପ୍ରାୟ $2 ମିଲିୟନ ପର୍ଯ୍ୟନ୍ତ ଫି ମାଗୁଛି। ଏହା ବ୍ୟତୀତ ଆମେରିକା ଓ ଇସ୍ରାଏଲ ଜାହାଜ ପାଇଁ ଏହି ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ରହିପାରେ। ମୋଜତାବାଙ୍କର କହିବା କଥା ହେଉଛି ଯେଉଁମାନେ ଇରାନ ଉପରେ ଆକ୍ରମଣ କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ ଏବଂ ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତି ପାଇଁ ସେମାନଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ। ବିଶ୍ୱର ପ୍ରାୟ 20% ତୈଳ ଏହି ସଂକୀର୍ଣ୍ଣ ଜଳପଥ ଦେଇ ଯାଇଥାଏ। ଯଦି ଇରାନ ଏଠାରେ କଟକଣା କଡ଼ାକଡ଼ି କରେ ତେବେ ବିଶ୍ୱ ବଜାରରେ କଞ୍ଚା ତେଲ ଦର ଆକାଶ ଛୁଆଁ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଜଳପଥକୁ ସମ୍ପୂର୍ଣ୍ଣ ଏବଂ ସୁରକ୍ଷିତ ଖୋଲିବାକୁ ସର୍ତ୍ତ ରଖିଛନ୍ତି, ନଚେତ୍ ପୁଣି ଆକ୍ରମଣର ଧମକ ଦେଇଛନ୍ତି। କିନ୍ତୁ ଇରାନ ନିଜର ସ୍ୱାର୍ଥ ରକ୍ଷା ପାଇଁ ଅଟଳ ରହିଛି। ଯଦି ଇରାନ ଷ୍ଟ୍ରେଟ୍ ଅଫ୍ ହରମୁଜରେ ଦେଇ ଯାଉଥିବା ପ୍ରତ୍ୟେକ ଜାହାଜ ଉପରେ $2 ମିଲିୟନ ବା ପାଖାପାଖି 16.5 କୋଟି ଟଙ୍କା ଟ୍ରାନଜିଟ୍ ଫି ଲାଗୁ କରେ ତେବେ ବିଶ୍ୱ ଅର୍ଥନୀତି ଏବଂ ତୈଳ ଦର ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ଏହାର ସମ୍ପୂର୍ଣ୍ଣ ଗଣତି ବର୍ତ୍ତମାନ ଚାଲନ୍ତୁ ଦେଖିବା। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନକୁ ଅନ୍ କରିଦିଅନ୍ତୁ ଏବଂ ତା ସହିତ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ପ୍ରତିଦିନ ପ୍ରାୟ 21 ମିଲିୟନ ବ୍ୟାରେଲ କଞ୍ଚା ତେଲ ଏହି ମାର୍ଗ ଦେଇ ଯାଇଥାଏ। ହାରାହାରି ପ୍ରତିଦିନ 10ରୁ 15ଟି ବଡ଼ ତୈଳ ଟ୍ୟାଙ୍କର ବା VLCC, ଯାହାକୁ କି ଭେରି ଲାର୍ଜ କ୍ରୁଡ୍ କ୍ୟାରିୟର ବୋଲି କୁହାଯାଏ, ଏହି ମାର୍ଗ ଦେଇ ଯାଇଥାନ୍ତି। ଯଦି ଗୋଟିଏ ଜାହାଜରୁ $2 ମିଲିୟନ ନିଆଯାଏ ତେବେ କେବଳ 10ଟି ଜାହାଜରୁ ଇରାନ ଦୈନିକ $20 ମିଲିୟନ ବା ପାଖାପାଖି 165 କୋଟି ଟଙ୍କାରୁ ଅଧିକ ଆୟ କରିବ। ଗୋଟିଏ ବଡ଼ VLCC ଟ୍ୟାଙ୍କର ପ୍ରାୟ 2 ମିଲିୟନ ବ୍ୟାରେଲ ତେଲ ବହନ କରିଥାଏ। ଯଦି $2 ମିଲିୟନ ଫି ଲାଗୁ ହୁଏ ତେବେ ପ୍ରତି ବ୍ୟାରେଲ ପିଛା ସିଧାସଳଖ $1 ବା ପାଖାପାଖି 85 ଟଙ୍କା ବୃଦ୍ଧି ପାଇବ। ଶୁଣିବାକୁ ଏହା କମ୍ ଲାଗୁଥିଲେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ $1ର ବୃଦ୍ଧି ବହୁତ ବଡ଼ ପ୍ରଭାବ ପକାଇଥାଏ। ଏହା ହେଉଛି ସବୁଠାରୁ ବଡ଼ ସମସ୍ୟା। କେବଳ ଟ୍ରାନଜିଟ୍ ଫି ନୁହେଁ ବରଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବଢ଼ିଯିବ। ଯେତେବେଳେ ଇରାନ ଏହି ମାର୍ଗ ଦେଇ କଟକଣା ଲଗାଇବ, ବୀମା କମ୍ପାନୀଗୁଡ଼ିକ ସେମାନଙ୍କର ପ୍ରିମିୟମ୍ 500% 1000% ପର୍ଯ୍ୟନ୍ତ ବଢ଼ାଇ ଦେବେ। ଏହା ବ୍ୟାରେଲ ପିଛା ଆଉ $5ରୁ $10 ପର୍ଯ୍ୟନ୍ତ ବଢ଼ାଇ ଦେଇପାରେ। ଜାହାଜ ମାଲିକମାନେ ମଧ୍ୟ ବିପଦ ଦେଖି ଅଧିକ ଭଡ଼ା ମାଗିବେ। ବର୍ତ୍ତମାନ ଯଦି ତେଲ ଦର ବ୍ୟାରେଲ ପିଛା $75 ରହିଛି ତେବେ ଇରାନ ଏହି ନୂଆ ପର୍ଯ୍ୟାୟ ରଣନୀତି ପରେ ଏହା ତୁରନ୍ତ $90ରୁ $100 ପାର କରିଯାଇପାରେ। ଯଦି ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜେ ତେବେ ବିଶେଷଜ୍ଞଙ୍କର ମତରେ ଏହା $150 ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇପାରେ। ଭାରତ ଉପରେ ଏହାର ପ୍ରଭାବ କ'ଣ ରହିପାରେ? ଭାରତ ନିଜର 80%ରୁ ଅଧିକ ତେଲ ଆମଦାନୀ କରେ ଏବଂ ଏହାର ଅଧିକାଂଶ ଭାଗ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଆସେ। ତେଲ ଦରରେ $1 ବୃଦ୍ଧି ହେଲେ ଭାରତର ଆମଦାନୀ ବିଲ୍ ହଜାର କୋଟି ଟଙ୍କା ବଢ଼ିଯାଏ। ଏହାଦ୍ୱାରା ଭାରତରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବହୁତ ବଢ଼ିବ, ଯାହା ସାଧାରଣ ଲୋକଙ୍କର ପକେଟ୍ ଉପରେ ଚଡ଼କ ପକାଇବ। ଇରାନ ଏହି $2 ମିଲିୟନ ଫି କେବଳ ଏକ ଟ୍ୟାକ୍ସ ନୁହେଁ, ଏହା ହେଉଛି ବିଶ୍ୱ ଅର୍ଥନୀତି ଉପରେ ଏକ ଅଦୃଶ୍ୟ ଆକ୍ରମଣ। ଯଦି ଗୋଟିଏ ଜାହାଜରୁ ଏତିକି ଟଙ୍କା ଦେବାକୁ ପଡ଼େ ତେବେ ଚିନ୍ତା କରନ୍ତୁ ଆପଣଙ୍କର ବାଇକ୍ କିମ୍ବା କାରରେ ପଡ଼ୁଥିବା ତେଲର ଦର କେଉଁଠି ପହଞ୍ଚିବ। ଇରାନ ସୁପ୍ରିମ ଲିଡର ମୋଜତାବା ଖାମନେଇଙ୍କର ଷ୍ଟ୍ରେଟ୍ ଅଫ୍ ହରମୁଜକୁ ନେଇ ନୂଆ ପର୍ଯ୍ୟାୟ ବା ନ୍ୟୁ ଫେଜ୍ ରଣନୀତି ଉପରେ ଆମେରିକା, ଚୀନ ଏବଂ ଭାରତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପଦକ୍ଷେପକୁ ନେଇ ଅତ୍ୟନ୍ତ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଯେ ଇରାନ ଜାହାଜଗୁଡ଼ିକ ଉପରେ ଶୁଳ୍କ ଆଦାୟ କରିବା ଉଚିତ ନୁହେଁ ଏବଂ ଯଦି ସେମାନେ ଏହା କରୁଛନ୍ତି ତେବେ ତୁରନ୍ତ ବନ୍ଦ କରିବା ଦରକାର। ଟ୍ରମ୍ପ କହିଛନ୍ତି ଯେ ଷ୍ଟ୍ରେଟ୍ ଅଫ୍ ହରମୁଜକୁ ସମ୍ପୂର୍ଣ୍ଣ, ତୁରନ୍ତ ଏବଂ ସୁରକ୍ଷିତ ଭାବରେ ଖୋଲିବା ଅସ୍ଥାୟୀ ଯୁଦ୍ଧବିରତିର ପ୍ରମୁଖ ସର୍ତ୍ତ ଥିଲା। ଇରାନର ଏହି ନୂଆ କଟକଣା ଚୁକ୍ତିର ବିରୋଧାଚରଣ କରୁଛି।
जदि ईरान यह मार्ग को संपूर्ण रूपे मुक्त न करे तेबे अमेरिका पुणी थरे ईरान भित्तिभूमि उपरे भयंकर आक्रमण करिबो बोली ट्रंप धमक दैछन्ति। चीन यही संकट में एक मध्यस्थी किंबा सेतु भाव में कार्य करने को चेष्टा करुच्ची। चीन विशेषज्ञों मतरे बेजिंग चाहूँगी जे ईरान अत्यधिक विपदपूर्ण पदक्षेप न नेउ एवं ट्रंप को यही संकटरू बाहर एक बाट मिलू। रिपोर्ट अनुसार केतेक ईरान जहाज को चाइनीज युआन रे शुल्क प्रदान करिसेंति। यह द्वारा चीन निजर मुद्रार प्रभाव बढ़ाइबा सह अमेरिकीय डॉलर प्राधान्य कमाइबा को लक्ष्य रखिछि। चीन हेउची ईरान तेलर सबुठारु बड़ ग्राहक, तेणु सेमाने चाहुचंती जे युद्ध बंद हेउ, किंतु सेमाने जातिसंघर अमेरिकार प्रस्ताव विरोध में भिटो प्रयोग करी ईरान को किछि मात्रा रे समर्थन मध्य दैछंती। भारत यही प्रसंग में अत्यंत सतर्क एवं निरपेक्ष रहिबाकु चेष्टा करुछि। भारतीय वैदेशिक मंत्रालय बा MEA स्पष्ट करिछि जे सेमाने स्टेट ऑफ हॉर्मुज रे कौनसी प्रकार शुल्क किंबा कटकणा सपक्ष रे नाहंती। भारत चाहूँगी जे सामुद्रिक परिवहन संपूर्ण मुक्त रहू। भारत सरकार खंडन करिसेंति जे सेमाने ईरान सह जहाज चलाचल पई कौनसी आर्थिक कारोबार किंबा शुल्क देवा विषय रे आलोचना करिसेंति। भारत पई एही मार्ग अत्यंत गुरुत्वपूर्ण, तेणु भारत उभय ईरान एवं अमेरिका सह कूटनैतिक संपर्क रखी निजर तैल आमदानी को सुरक्षित रखिबाकु चेष्टा करुछि। एही संपूर्ण तथ्य उपरे आपनकर मतामत को आपन कमेंट माध्यम रे दियंतु। चैनल रो वीडियो गुडी जदि आपनको भल लागुछि ताहले चैनल को सब्सक्राइब करनियंतु। धन्यवाद।